ଆଜିଠୁ ଓଡ଼ିଶାରେ ପ୍ରବଳ ବର୍ଷା, 7 ଜିଲ୍ଲାକୁ ଆଲର୍ଟ, 70 ଛୁଇଁବ ପବନର ବେଗ, ତାତିରୁ ମିଳିବ ତ୍ରାହି, ଆସୁଛି ବଡ଼ ବର୍ଷା, ରାଜ୍ୟରେ ପୁଣି କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରବଳ ଖରା ଗରମରୁ ମିଳିବ ବଡ଼ ଆଶ୍ୱସ୍ତି, କାଳବୈଶାଖୀ ବର୍ଷା ଦେବ ଆଶ୍ୱସ୍ତି, ପ୍ରବଳ ଝଡ଼ ବର୍ଷା ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର। କେବେଠୁ ରାଜ୍ୟରେ ବର୍ଷା ହେବ ଆସନ୍ତୁ ଜାଣିବା ସେ ବିଷୟରେ। ଆସନ୍ତା 12 ଘଣ୍ଟା ମଧ୍ୟରେ ବଦଳିଯିବ ପାଗ, ହେବ ବର୍ଷା, କିଛି ସ୍ଥାନରେ କୁଆପଥର ପଡ଼ିବା ସହିତ ଝଟକା ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବ ବର୍ଷାର ବିସ୍ତୃତି, 7ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଓ କୋରାପୁଟରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ କୁଆପଥର ମାଡ଼କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି 7ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। 28 ତାରିଖରୁ 30 ତାରିଖ ଯାଏଁ ହେବ ପ୍ରବଳ ବର୍ଷା, ସାରା ରାଜ୍ୟରେ ହେବ ପ୍ରଭାବିତ। ରାଜ୍ୟରେ 26ରୁ କାଳବୈଶାଖୀ ଝଡ଼ ବର୍ଷା, କୁଆପଥର ବର୍ଷା ସାଙ୍ଗକୁ 60ରୁ 70 କିମି ବେଗରେ ଝଟକା ପବନର ବହିପାରେ। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ଏନେଇ ଅପଡେଟ୍ ଜାରି କରିଛି। ଆସନ୍ତା 12 ଘଣ୍ଟା ପରେ ବଦଳିଯିବ ପାଣିପାଗ, କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି, ରାଜ୍ୟରେ ଡହଡହ ଖରାକୁ ପ୍ରଭାବିତ କରିବ ପଶ୍ଚିମ ଝଡ଼। ଆସନ୍ତାକାଲିଠାରୁ ରାଜ୍ୟରେ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିବ। ସେହିଭଳି 28 ଏପ୍ରିଲରୁ ମେ 1 ତାରିଖ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଓ ବଜ୍ରପାତ ସହିତ କେତେକ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି।